ध्यान धारणा अच्छी प्रकृत पक्षे जदि हो पारे ने अଯଥା आम समय आड़ को जानी बेनी हयग्रीव समर विषय ना बेनी हयग्रीव समर बा युद्ध बेनी हयग्रीव युद्ध यहाँ आपण आरंभ करतु जदि ठीक बाटे जी आम ना बढ़ेगा केते बाट जाऊँ आज शोभा से मुक्त है दश मानुष शोभा से मुक्त है दश मानुष बेनी हयग्रीव युद्ध अवश्य
तेणु आज्ञा प्रसंग तेणु हयग्रीव रूप धारण कर जन असुर अपहरण कर से समय नारायण हयग्रीव रूप धारण कर युद्ध कले आउ गोटे कह आउ गोटे कथा दर्शे आज बस सुखिबे गुड़ी के पार दिया है मना दीटा कारण कहते द्वितीय कारण को जाऊनी सेटा मते ग्रहण योग्य हो पारुनी प्रथम कारण को जाऊची जे प्रभु नारायण हयग्रीव रूप हेले एवं जंगल रे देखिले गोटे हयग्रीव गोटे असुर हैला ता सहित देखा ही पड़ले युद्ध हेले या तो ताले ठीक अछि द्वितीय जो जिनछटा से भी कहतले कृष्ण आ विष्णु किंतु मोर किंतु शिव बोली कहतले से हो सुमंत ताको टिके जाउची जिबी शिव किंतु हाँ ठीक है तेरे प्रथम जो हयग्रीव जी से वास्तव में किए कि कहीं नारायण ता सहित युद्ध करने राजी हेले समर्थ हेले से जंगल रे बोलू कि श्मशान रे बोलू कि पहाड़ रे बोलू हयग्रीव द्वितीय हयग्रीव नारायण बा कृष्ण बा विष्णु ये ठीक अच्छे ताकू ग्रहण करुची मु किंतु प्रथम हयग्रीवर पूर्वाभास कौन अच्छी कि से कहीं हयग्रीव कहले नारायण सहित युद्ध कर असुर दानव सब अच्छा यहीटा मोर थिला प्रकृत समीक्षा प्रथम हयग्रीव से कहले जंगल रे बुलू बुलू देखिले तमें भी कहले हाँ जाओ जाओ पहुंची गले सामना सामने हो गले कौन कारण थिला जे प्रथम हयग्रीव सहित द्वितीय हयग्रीव जे कि नारायण युद्ध कले प्रथम हयग्रीवर टिके इतिहास बा पूर्वाभासटा यदि जानवे कहे तमर पाई सरी बर्तमान से कहे प्रथम हयग्रीव किए कहीं से युद्धटा करने चाहिए प्रभु मत मानव रूप समस्त मारी घुषुरी जन बने घुषुरी जन घुषुरी जन्म है प्रदीप बाबू टे कथा रखुची आपण जो विषयटा को बुझुछंती गोटे बाटरे किंतु मते खाली कहिले हयग्रीव कहिले कोन सेटा को जंतु से नहीं घुसुरी न शुक्र गले बारहा बारहा भी हम कहबा ना आपण विषयटा को बुझिछंती किंतु हयग्रीवर आखरिक अर्थटा बुझी पारुना हयग्रीव अवतार के हेतिले बारहा अवतार भगवान विष्णु होते किंतु बारहा जे हयग्रीव ये कथा आसुना हाँ युद्धटा मत खाली कहतु हयग्रीव सहित ये हयग्रीवर युद्ध कहीं है आज्ञा से अन्य साथी मरबनी परा जदि मरब से जंतु संगे मरब से बरडा पाई
ଯଦି ମରିବ ତାହେଲେ ଇଏ ତ ନାରାୟଣ ସ୍ୱୟଂ ରାଜା କାହିଁ ବହୁତ ଇଏ ତ ନାରାୟଣ ପରମ ବ୍ରହ୍ମ ନର କଳେବର ବା ମାନବ ରୂପ ଇଏ କାହିଁକି ହୟଗ୍ରୀବ ରୂପ ହେବେ ଯେ ତାକୁ ମାରିବେ ୟାକୁ କିଏ ଆଦେଶ ଦେଲା ବା କିଏ ତାକୁ ଆଶୀର୍ବାଦ କଲା କଣ ସେ ବରଡ଼ା ଆଜ୍ଞା ପାଇଥିଲା କିଏ ପାଇଥିଲା ଆମର ତ ଯୋଡ଼ା ସୁରଡ଼ା ନା ଯୋଡ଼ା ହେଇଥିଲା ହୟଗ୍ରୀବ ବ୍ରହ୍ମାଙ୍କ ଠାରୁ ବର ପାଇଥିଲା ଯେ ତାକୁ କେବଳ ହୟଗ୍ରୀବ ହିଁ ମାରିବ ମାରି ପାରିବେନି ଠିକ ଅଛି ମୁଁ ତାକୁ ସ୍ୱୀକାର କରୁଛି କିନ୍ତୁ ଇଏ ହୟଗ୍ରୀବ ଯେ ବିଷ୍ଣୁ ହେଇକିରି ମାରିବେ ଅନ୍ୟ ଦେବତା ଦେବୀ ଥିଲେ କେହି ବି ହୟଗ୍ରୀବ ରୂପ ନେଇକିରି ମାରିଥାନ୍ତେ ଯଦି ସେ ବର ପାଇଛି ବିଷ୍ଣୁ କାହିଁକି ହୟଗ୍ରୀବ ହେଲେ ଧରି ପାରିଲେ ଆଜ୍ଞା ଦେଖନ୍ତୁ ହୟଗ୍ରୀବ କହିଲେ ଆଜ୍ଞା ଘୋଡ଼ାର ଭୋଟକ ହୟ କହିଲେ ଘୋଡ଼ା ଗ୍ରୀବ କହିଲେ ମାଟି ମଣିଷ ଶରୀର ଘୋଡ଼ାର ମୁଖ ହେଲେ ୟାକୁ ହୟଗ୍ରୀବ ବୋଲି କୁହାଯାଏ ଘୋଡ଼ାର ଔଷଧ ହେଉଛି ହୟଗ୍ରୀବ ତେଣୁ ଆଜ୍ଞା ତ କିଛି କିଛି ମନେ ପଡୁଛି ବସୁଗ୍ରୀବ ଆଜ୍ଞା ଅଭିଶାପ ପାଇଥିଲା ଇଏ ହୟଗ୍ରୀବ ରୂପରେ ଆଜ୍ଞା ଦେବତା ମାନଙ୍କୁ କଷ୍ଟ ଦେଲା ଏ ହୟଗ୍ରୀବ ରୂପରେ ସେ ବର ପାଇଥିଲା ପୃଥିବୀ ପାତାଳରେ କଷ୍ଟ ଦେଲା ଭଗବାନ ଯେତେବେଳେ ହୟଗ୍ରୀବ ହେଲେ ହବାର ଥିଲା ଭଗବାନଙ୍କର ଯେତେବେଳେ ଗୋମୁଖ କେଶବ ଭଗବାନ ହେଲେ ଆଜ୍ଞା ଯେତେବେଳେ ବଧ କରିଥିଲେ ଭଗବାନଙ୍କୁ ଥିଲା ସେଇଭଳି ଆଜ୍ଞା ଗୋଟେ ଥିଲା ଭଗବାନଙ୍କୁ ଅସ୍ତୁ ଯେ ଭଗବାନ ହୟଗ୍ରୀବ ରୂପ ନିଶ୍ଚିତ ଭଗବାନ ହେଲେ ଭଗବାନଙ୍କର ଦୋଷ ଘଟିବ ଏଣେ ବ୍ରହ୍ମାଙ୍କୁ ଇଏ ବର ପାଇছে ହୟଗ୍ରୀବ ବସୁଗ୍ରୀବ ରାକ୍ଷସ ଜନ୍ମ ହେଇଥିଲା ଆଜ୍ଞା ହୟଗ୍ରୀବ ନାଇଁ ସିଆଡେ ହେବନି ଆପଣ ଟୁର୍ଣ୍ଣାମେଣ୍ଟ ମଞ୍ଚରେ ଏମିତି ହାଲକା କହିଲେ କେମିତି ହେବ ଭାବୁଥିବେ ବିଷୟଟା ଅତି ସହଜ ମୋର ମୀମାଂସାଟା ରହିଲା ସେଠି ହଉ ଆଉ ବେଶୀ ସମୟ ଦେବାନି ତଥାପି ଆପଣ ମାନେ କଥା ହଉଛି କଣ କି ବିଷୟଟାକୁ ଅନୁଭବ କରିପାରୁଛନ୍ତି ଆଉ ପ୍ରତିବାବୁ ଯୋଉଟା କହିଲେ ବ୍ୟାକରଣ ଦେଖିବେ ହୟଗ୍ରୀବ କହିଲେ ଅଶ୍ଵ ଘଟକି ବାରା ନୁହେଁ ଶୁକର ନୁହଁ ତେଣୁ ପ୍ରସଙ୍ଗ ଠିକ ଅଛି କିନ୍ତୁ ହୟଗ୍ରୀବ କହିଲେ ଘୁଷୁରୀ କି ବାରା ନୁହଁ ତଥାପି ମୋର କହି ରଖୁଛି ମୂଳ ପଏଣ୍ଟଟା ଆପଣ ଧରି ପାରିନଥିଲେ ଯେ ହୟଗ୍ରୀବ ଯୋଉ ଦୈତ୍ୟ ଥିଲା ଠିକ ଅଛି ହୟଗ୍ରୀବ ଜଣେ ରାକ୍ଷସ ସେ କାଳୀଙ୍କୁ ଉପାସନା କରିଥିଲା କାଳୀ ମାତାଙ୍କୁ ଉପାସନା କଲା ପରେ କାଳୀ ଆବିର୍ଭୂତ ହେଇକିରି ବର ଦେଇଥିଲେ ଯେ ତୁ କାହା ହାତରେ ମରିବୁ ହୟଗ୍ରୀବ ରାକ୍ଷସ କହିଲା ମୁଁ ହୟଗ୍ରୀବ ମତେ ଯିଏ ହୟଗ୍ରୀବ ରୂପରେ ମୋ ସହିତ ଯୁଦ୍ଧ କରିବ ତାହେଲେ ମୁଁ ମରିବି ବ୍ରହ୍ମା ନୁହଁ ବ୍ରହ୍ମା କଥା ଆସିବ ଏ ଦ୍ୱିତୀୟ ହୟଗ୍ରୀବ ପାଇଁ କିନ୍ତୁ ପ୍ରଥମ ହୟଗ୍ରୀବ ପାଇଁ କାଳୀ ଉପାସନା ହେଇଥିଲେ ଯେତେବେଳେ କାଳୀଙ୍କର ସେ ବର ପ୍ରାପ୍ତ ହେଲା ସଂସାରକୁ ସରାକୁ ଧରା ମଣିକିରି ଚାଲିଲା ଦେବତା ମାନେ ଭାଳେଣି କଲେ ଯେ ଇଏ ଏତେ ବଡ ଗୋଟେ ହୟଗ୍ରୀବ ଅସମୁହା ଇ କଣ ଏତେ ନରବାନର ସମସ୍ତଙ୍କୁ ମାରୁଛି ବ୍ରହ୍ମାଙ୍କ ନିର୍ଦ୍ଦେଶ କ୍ରମେ ବିଷ୍ଣୁଙ୍କୁ କୁହାଗଲା ଯେ ତମେ ଯୁଦ୍ଧ କର କିନ୍ତୁ ବିଷ୍ଣୁ ପ୍ରଥମେ ନିଜ ସ୍ୱରୂପରେ ଯୁଦ୍ଧ କଲେ ଅନେକ ବର୍ଷ ଅନେକ ଯୁଗ ସେ ହୟଗ୍ରୀବକୁ ପାରିଲେ ନାହିଁ ତେଣୁ ବ୍ରହ୍ମା ଭାଳେଣି ପଡ଼ିଲେ ଏ ଯୁଦ୍ଧ କରି 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 ଯେତେବେଳେ ଅତିଶ୍ରାନ୍ତ ହେଇଗଲେ ବିଷ୍ଣୁ ତୁଣୀର କହିଲେ ଧନକୁ ଶିର ଭାଗେ ରଖିକିରି ଯେତେବେଳେ ଶୟନ କଲେ କ୍ଳାନ୍ତରେ ଧୀରେ ଧୀରେ ଧନୁଟା ଶୁଖିଗଲା ଏବଂ ବ୍ରହ୍ମା ଚିନ୍ତା କଲେ ଏଇ ସମୟରେ କାରଣ ବ୍ରହ୍ମା ଯେ ଅସ୍ୱରୂପ ହେବେ ବ୍ରହ୍ମା ଚାହୁଁ କଣ ଆସିକି କାଟିଦେବେ କି ଧନୁ ଗୁଣଟା ଛିଡ଼ି ଯିବାରୁ ମସ୍ତକ ଛିଡ଼ିଗଲା ମନେ ପଡ଼ିଲା ତେଣୁ ଧନୁ ଗୁଣଟା କେମିତି ଛିଡ଼ିଲା ବ୍ରହ୍ମା ଗୋଟେ କୀଟ ରୂପକୁ ଦିଆଇକିରି ତାଙ୍କ ଶିରଛେଦନ ହେଲା ଶିରଛେଦନ ହେରିଗଲା ପରେ ବ୍ରହ୍ମା କହିଲେ ଏଇଟା ପ୍ରକୃତ ସମୟ ତେଣୁ ବ୍ରହ୍ମା ନିଜେ ଅଶ୍ଵ ବା ଘଟକ ବା ହୟଗ୍ରୀବ ମୁଣ୍ଡକୁ ଆଣିକିରି ବିଷ୍ଣୁଙ୍କ ଠାରେ ଲଗେଇଲା ପରେ ଯୁଦ୍ଧ ହେଲା ହୟଗ୍ରୀବ ମଲା ଏଇଟା ହଉଛି କଥା ଆପଣ ମାନେ ଦକ୍ଷ ଗାୟକ ଯେତେ ବୁଝେଇଲେ କଣ ମୋ ମନ ବୁଝିବ ମୁଁ କହୁନି କିନ୍ତୁ ଟିକେ ବାୟା ଚାୟା ହେଇଯାଉଛ ମୂଳ ପଏଣ୍ଟ ହଉଛି ଏଇଟା ବ୍ରହ୍ମା ଦେଇଥିଲେ ହୟଗ୍ରୀବ ମୁଣ୍ଡ ଆଣିଥିଲେ ବିଷ୍ଣୁଙ୍କୁ ଦେଲେ ଏପଟେ କାଳୀ ଉପାସନାରେ ହୟଗ୍ରୀବ ବଡ଼ ପ୍ରାପ୍ତ ହେଇକିରି ଧରାକୁ ସରା ମଣିକିରି କଲା ଇଏ ହଉଛି ବେନି ହୟଗ୍ରୀବ ସମର ବିଷୟ ତା ଭିତରେ ଖାଲି ଗୋଟିଏ ପ୍ରଶ୍ନ ମୁଁ ଦଉଛି ଯୋଉ କୀଟ କଥା କୁହା ହଉଥିଲା ବ୍ରହ୍ମା ସେ କୀଟର ନାଁଟା କଣ ଏବେ ତ ସେ କହୁଥିଲେ ଆଜ୍ଞା
সেটা ଦେବୀ ଭାଗବତରେ ଲେଖା ହେଇଛି ଆଜ୍ଞା ବଜ୍ରକୀଟ ମୁଁ ଏଟା କହିଦେଇଥିଲି ତ ସାଙ୍ଗେ ସାଙ୍ଗେ ଆପଣ ଯେତେବେଳେ ସମୀକ୍ଷା କରନ୍ତି ବେଳେ ବେଳେ କୁହନ୍ତି ଆଜ୍ଞା ଏଇ ବହିରେ ଲେଖା ଅଛି ତେଣୁ କହିଦେଲି ବାସ୍ତବରେ ସେମିତି ଯୁକ୍ତି ଉପସ୍ଥାପନ କରିବା ସବୁ ଜାଗାରେ ଯଥାର୍ଥ ନୁହଁ ସେଟାର ଅଲଗା ଅଛି ନା ହେଲା ବଜ୍ରକୀଟ କିଏ ହେଇଥିଲା ଆପଣଙ୍କର ଅନେକ ଜାଗାରେ ଅଛି ଯୋଉ ଆମର ଶାଳଗ୍ରାମ ଜଳନ୍ଧର ଦ୍ୱିତୀୟ ବଦରେ ଏଇ ଯୋଉ ହେଇଥିଲେ ଜଗନ୍ନାଥ ବା ବିଷ୍ଣୁ ବଜ୍ରକୀଟ ହେଇକି ତାକୁ ଶୋଷଣ କଲେ ବୃନ୍ଦାବତୀଙ୍କର ଅଭିଶାପରେ ବା ତାକୁ ଏସବୁ ଅଛି କିନ୍ତୁ ଏଇଠି ବଜ୍ରକୀଟ ପ୍ରୟୋଗ ହେବ ନାହିଁ ଏଠି ଗୋଟେ କୀଟ ଅଛି ତାର ସ୍ୱତନ୍ତ୍ର ନାଁ ଅଛି ଆପଣ ସେଇ ପ୍ରସଙ୍ଗରେ ଆସିବେ ହଉ ବିଷୟଟାକୁ ଅନୁଭବ କରି କହିଲେ କିନ୍ତୁ ସର୍ଟକଟ୍ ପିରିୟଡ ଭିତରେ ମନେ ପକେଇକିରି ତାକୁ ହୟଗ୍ରୀବକୁ ନେବାଟା ବଡ ଉପଯୋଗ ଥିଲା ହେଲା ସେ କୀଟର ନାଁଟା ବଜ୍ରକୀଟ ନୁହଁ ଆଉ ଅନ୍ୟାନ୍ୟ ଯାହା ଗାଇଛନ୍ତି ଯାହା କରିଛନ୍ତି ଠିକ ଅଛି ଆପଣ ଉଭୟ ପ୍ରସ୍ଥାନ କର ଧନ୍ୟବାଦ।